ଲାଗୁଛି ବୁଢୀ ମରି ମରି ଗଲା ନା କଣ ବୋଧେ କାହିଁ ଆଖି ପାଖି ଖୋଲୁନି। ଏ ଯାହା କୁହ ପଛକେ ଆମ ଗାଁ ଭିତରେ ଗୋଟେ ବୁଢୀ ଭିତରେ ଭଲ ବୁଢୀଟେ ଥିଲା ମତେ ଲାଗୁଛି ବୋଧେ ମରି ମରି ଗଲା ବୋଧେ ଆଉ। ଏ ଆମେ ଦି ଜଣ ଫେରିଲା ବେଳକୁ ଦେଖିଲା ବେଳକୁ ଇଏ ତାର ଭାସି ଭାସି ଆସୁଥିଲା ବୁଢୀ ଆମର। ମୁଁ ସେଇଥିପାଇଁ ପାଣି ଭିତରେ ଡେଇଁ ପଡିକି ଯାଇକି ତାକୁ ଘୋଷାଡ଼ି ଘୋଷାଡ଼ି ନେଇକି ଆଇଲା ବେଳକୁ ପେଟ ବୋଧେ ପାଣି ପିଇ ଦେଇଥିଲା। ମୁଁ ତା ପେଟକୁ ଚିପିକି ପାଣି ସବୁ ବାହାର କଲି, ଭାବିଲି ଉଠିଯିବ ବୋଲି, ଦେଖିଲା ବେଳକୁ ନାଇଁ ବୋଧେ ଆଉ ପଳେଇଛି ବୋଧେ ଆଉ ଆର ପାରିକୁ ଆଉ। ଭଲ ହେଇଛି ପୁରୁଷ ଜେଜେମାକୁ କଲ ଉଠିବ ବୋଉ, ମତେ ଭଲ ଲାଗୁନି କଲ ଜେଜେମାକୁ। ତାହେଲେ କହିବି କଣ? ଜେଜେମାର ଯେତିକି ଦିନ ଆୟୁଷ ଥିଲା ସେତିକି ଦିନ ବଞ୍ଚିଲା, ଆଉ ଏଇନା କହିଥିଲେ କଣ ଉଠି ପଡିବ କିଲୋ? କାଇଁ ଉଠିବିନି ବା, କାଇଁ ଉଠିବିନି? ମୋ ନାତି ଟୋକା ଡାକିବ ମୁଁ ଉଠିବିନି? ଆଉ ରେ ରେ ହେଲେ ବୋଉ ତୁ ବଞ୍ଚିଛୁ? ଜେଜେମା ତୋର କିଛି ହେଇନି, ତୁ ବଞ୍ଚିଛୁ। ମୋ ଜେଜେମା ଉଠିଗଲା ରେ। ହରେ ନାତି ଟୋକା ତତେ ଛାଡିକି କୁଆଡେ ଯିବି ବା? ମୋର ଏମିତି ଆୟୁଷ ପୁରି ଯାଉଛି। ହଁ ମୁଁ ଏବେ ବି ଆହୁରି 100 ବର୍ଷ ବଞ୍ଚିବି ରେ ଟୋକା।